ଯୁଗ୍ମ ଯୁଗ୍ମ ରାତ୍ରିରେ ସ୍ତ୍ରୀ ସଙ୍ଗମର ଫଳାଫଳ। ରାତ୍ରୈ ଚତୁର୍ଥ୍ୟାଂ ପୁତ୍ରଃ ସଦ୍ୟ ଅଳ୍ପାୟୁର୍ଦ୍ଧ ନବର୍ଜିତଃ ପଞ୍ଚମ୍ୟାଂ ପୁତ୍ରିଣୀ ନାରୀ ଷଷ୍ଠ୍ୟାଂ ପୁତ୍ରସ୍ତୁ ମଧ୍ୟମ ଚତୁର୍ଦଶ୍ୟଷ୍ଟମୀ ଚୈବ ଅମାବାସ୍ୟାଥ ପୂର୍ଣ୍ଣିମା ଚତ୍ୱାର୍ଯେତାନି ପର୍ବାଣି ରବି ସଂକ୍ରାନ୍ତିରେ ଏବ চ। ଅର୍ଥାତ୍ ଚତୁର୍ଦଶୀ, ଅଷ୍ଟମୀ, ଅମାବାସ୍ୟା ଓ ପୂର୍ଣ୍ଣିମା ଏହି 4 ଦିବସକୁ ପର୍ବ ଦିବସ କୁହନ୍ତି ଆଉ ମଧ୍ୟ ସଂକ୍ରାନ୍ତିକୁ ପର୍ବ ଦିବସ କୁହନ୍ତି। ଧନ୍ୟବାଦ। ସପ୍ତମ୍ୟାସ ପ୍ରଜା ଯୋଷିଦଷ୍ଟମ୍ୟାମୀଶ୍ୱରଃ ପୁମାନ୍ ନବମ୍ୟାଂ ଶୁଭଗା ନାରୀ ଦଶମ୍ୟାଂ ପ୍ରବର ସୁତଃ ଏକାଦଶ୍ୟା ମଧ୍ୟମା ସ୍ତ୍ରୀ ଦ୍ୱାଦଶ୍ୟାଂ ପୁରୁଷୋତ୍ତମଃ ତ୍ରୟୋଦଶ୍ୟାଂ ସୁତା ପାପା ବର୍ଣ୍ଣଶଙ୍କରକାରିଣୀ ଧର୍ମଜ୍ଞଶ୍ଚ କୃତଜ୍ଞଶ୍ଚ ଆତ୍ମବେଦୀ ଦୃଢ଼ବ୍ରତଃ ପ୍ରଜାୟତେ ଚତୁର୍ଦ୍ଦଶ୍ୟାଂ ପଞ୍ଚଦଶ୍ୟାଂ ପତିବ୍ରତା ଆଶ୍ରୟ ସର୍ବଭୂତାନାଂ ଷୋଡ଼ଶ୍ୟାଂ ଜାୟତେ ପୁମାନ୍। ଅର୍ଥାତ୍ ଋତୁର ଚତୁର୍ଥୀ ରାତିରେ ସ୍ତ୍ରୀ ସଙ୍ଗ କଲେ ଯେଉଁ ପୁତ୍ର ହୁଏ ସେ ଅଳ୍ପାୟୁ ଓ ଧନହୀନ ହୁଏ। ପଞ୍ଚମ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ କନ୍ୟା ହୁଏ, ସେ ପୁତ୍ରବତୀ ହୋଇଥାଏ। ଷଷ୍ଠ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ ପୁତ୍ର ହୁଏ, ସେ ମଧ୍ୟମ ହୁଏ। ସପ୍ତମ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ କନ୍ୟା ହୁଏ, ସେ ବନ୍ଧ୍ୟା ହୁଏ। ଅଷ୍ଟମ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ ପୁତ୍ର ହୁଏ, ସେ ଐଶ୍ୱର୍ଯ୍ୟଶାଳୀ ହୁଏ। ନବମ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ କନ୍ୟା ହୁଏ, ସେ ସୌଭାଗ୍ୟବତୀ ହୁଏ। ଦଶମ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ ପୁତ୍ର ହୁଏ, ସେ ଅତି ଉତ୍କୃଷ୍ଟ ହୋଇଥାଏ। ଏକାଦଶ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ ପୁତ୍ର ହୁଏ, ସେ ଧର୍ମହାନି ହୁଏ। ଦ୍ୱାଦଶ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ ପୁତ୍ର ହୁଏ, ସେ ପୁରୁଷ ଶ୍ରେଷ୍ଠ ହୁଏ। ତ୍ରୟୋଦଶ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ କନ୍ୟା ହୁଏ, ସେ ପାପଚାରିଣୀ ଓ ବର୍ଣ୍ଣ ଅଂଶକରକାରିଣୀ ହୋଇଥାଏ। ଚତୁର୍ଦଶ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ ପୁତ୍ର ହୁଏ, ସେ ଧର୍ମଜ୍ଞ କୃତଜ୍ଞ ଆତ୍ମବିତ୍ ଓ ଦୃଢ଼ବ୍ରତ ହୋଇଥାଏ। ପଞ୍ଚଦଶ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ କନ୍ୟା ହୁଏ, ସେ ପତିବ୍ରତା ହୁଏ। ଏବଂ ଷୋଡ଼ଶ ରାତ୍ରିରେ ସ୍ତ୍ରୀ ସଙ୍ଗ କଲେ ପୁତ୍ର ହୁଏ, ସେ ପ୍ରାଣୀମାନଙ୍କର ଆଶ୍ରୟ ସ୍ୱରୂପ ହୋଇଥାଏ। ଧନ୍ୟବାଦ।